ପିଲାମାନେ ଆଜି ଆମେ ଝ ଓ ଟ କୁ ବ୍ୟବହାର କରି କେତେଗୁଡ଼ିଏ ଅବନା ଶବ୍ଦ ଜାଣିବା। ପ୍ରଥମେ ଝ କୁ ବ୍ୟବହାର କରି ଦୁଇ ଅକ୍ଷର ବିଶିଷ୍ଟ ଅବନା ଶବ୍ଦ ଜାଣିବା। ଝ ର ଝର। ଏବେ ତିନି ଅକ୍ଷର ବିଶିଷ୍ଟ ଅବନା ଶବ୍ଦ ଜାଣିବା। ଅ ଝ ଟ ଅଝଟ। ଝ ଅ ଟ ଝଟ। ଏବେ ଚାରି ଅକ୍ଷର ବିଶିଷ୍ଟ ଅବନା ଶବ୍ଦ ଜାଣିବା। ଝ ର ଝ ର ଝର ଝର। ଝ ଲ ମ ଲ ଝଲ ମଲ। ଝ ଟ ପ ଟ ଝଟ ପଟ। ଟ କୁ ବ୍ୟବହାର କରି ଅବନା ଶବ୍ଦ ଜାଣିବା। ପ୍ରଥମେ ଦୁଇ ଅକ୍ଷର ବିଶିଷ୍ଟ ଅବନା ଶବ୍ଦ ଜାଣିବା। ଟ କ ଟକ କ ଟ କଟ ଖ ଟ ଖଟ ଚ ଟ ଚଟ ବର୍ଗ୍ୟ ଜ ଟ ଜଟ ତ ତଟ ନ ଟ ନଟ ପ ଟ ପଟ ବ ଟ ବଟ ହ ଟ ହଟ ଓ ଟ ଓଟ। ଏବେ ତିନି ଅକ୍ଷର ବିଶିଷ୍ଟ ଅବନା ଶବ୍ଦ ଜାଣିବା। ଟ ଗ ର ଟଗର ଟ ମ କ ଟମକ ଅ ଟ କ ଅଟକ ଅ ଟ ଳ ଅଟଳ କ ଟ କ କଟକ ଚ ହ ଟ ଚହଟ ଆ କ ଟ ଆକଟ। ଏବେ ଚାରି ଅକ୍ଷର ବିଶିଷ୍ଟ ଅବନା ଶବ୍ଦ ଜାଣିବା। ନ ଟ ବ ର ନଟ ବର ଟ ଳ ମ ଳ ଟଳ ମଳ କ ଟ କ ଟ କଟ ଅ ଘ ଟ ଣ ଅଘଟଣ। ଏବେ ପାଞ୍ଚ ଅକ୍ଷର ବିଶିଷ୍ଟ ଅବନା ଶବ୍ଦ ଜାଣିବା। ଟ
କ କ ର ର ପ ପ ବ ବ ଟ ଟ କଳପ ବଟ କଳପ ବଟ ହ ହ ଟ ଟ ଚ ଚ ମ ମ ଟ ଟ ଟ ଚମଟ। ଚମଟ। ଆଜି ପାଇଁ ଏତିକି। ପୁଣି ଦେଖା ହେବା ଆସନ୍ତା ଭିଡ଼ିଓରେ।